ଆସନ୍ତୁ ବନେଇବା ଚିତ୍ତଉ ଅମାବାସ୍ୟାର ଚିତ୍ତଉ ପିଠା। ପ୍ରଥମେ କିଛି ଅରୁଆ ଚାଉଳକୁ 2ରୁ 4 ଘଣ୍ଟା ବତୁରେଇ ଦିଅନ୍ତୁ। ତାପରେ ଗୋଟେ ନଡ଼ିଆକୁ ଭାଙ୍ଗି ସେ ପାଣିକି ରଖିଦିଅନ୍ତୁ। ରଖିଲା ପରେ ସେ ନଡ଼ିଆକୁ ଭଲ ଭାବରେ କୋରି ଦିଅନ୍ତୁ। କୋରି ସାରିଲା ପରେ ଦେଖନ୍ତୁ ମୁଁ କିଭଳି କରୁଛି। ସେଭଳି କୋରି ସାରିଲା ପରେ କୋରିବା ଦ୍ୱାରା କ'ଣ ହୁଏ କି ଆମର ଆରାମସେ ଚାଉଳଟି ଭଲ ଭାବରେ ବାଟି ହୋଇଯାଏ। ଦେଖନ୍ତୁ ମୁଁ ଗୋଟେ ବ୍ଲେଣ୍ଡିଂ ଜାର୍ ନେଲି, ଯେଉଁଥିରେ କିଛି ଅରୁଆ ଚାଉଳ ଏବଂ ନଡ଼ିଆର କୋରା ଆଉ ଯେଉଁ ଏକ୍ସଟ୍ରା ନଡ଼ିଆ ପାଣି ବାହାରିଥିଲା ତାକୁ ବି ମୁଁ ଆଡ଼୍ କରିଦେଇଛି। ତାକୁ ଆଡ଼୍ କରିବା ଦ୍ୱାରା କ'ଣ ହୁଏ କି ପିଠାର କିଛି ସୁଇଟନେସ୍ ଆସେ। ଦେଖନ୍ତୁ ତାପରେ ତାକୁ ବାଟିଦେବେ, ମନେକରି ପୁରା ଫାଇନ୍ ପେଷ୍ଟ କରିଦେବେ। ଫାଇନ୍ ପେଷ୍ଟ ହେବା ଦ୍ୱାରା ପିଠାର ଫର୍ମାଟିଂ ଭଲ ଆସେ, ପିଠାଟି ଭଲ ଭାବରେ ଫର୍ମାଟିଂ ହୋଇଯାଏ। ତାପରେ ଏଇଭଳି କିଛି ସମୟ ଗ୍ରାଇଣ୍ଡିଂ କରିଦେଇ ତାକୁ ଗୋଟେ ଜାଗାରେ 2ରୁ 4 ଘଣ୍ଟା ରଖିଦେବେ। ପିଲାମାନେ, ମୋର ମନେ ଅଛି ଛୋଟବେଳେ ମାଆ ମୋତେ ଭୁଲାଇ ଦିଏ କି ଚିତ୍ତଉ ଅମାବାସ୍ୟା ମାନେ ଗେଣ୍ଡାମାନେ ପିଠା ଖାଆନ୍ତି। କିନ୍ତୁ ମୁଁ ଏକଥା ବି ଜାଣିନଥିଲି କି ଏଇ ଅମାବାସ୍ୟାରେ ଠାକୁରଙ୍କର ଚିତା ଲାଗି ବେଶ ବି ହୁଏ। ସେ ଯାହା ହଉ ବହୁତ ଡେରିରେ ଜାଣିଲି, କିନ୍ତୁ ଜାଣିଲି। ଦେଖନ୍ତୁ 2ରୁ 4 ଘଣ୍ଟା ବତୁରେଇବା ପରେ ପିଠଉର ଭଲ ଫର୍ମାଟେସନ୍ ଆସିଯାଇଛି। ତାପରେ ଗୋଟେ ତାୱା ନେଇ ପିଠାକୁ ପ୍ରସ୍ତୁତ କରନ୍ତୁ। ମନେକରି ଗ୍ୟାସ୍ର ଆଞ୍ଚ ସିମ୍ରେ ରଖିବେ ଏବଂ ପିଠାଟିକୁ କଭର୍ କରିବେ, ଯାହାଦ୍ୱାରା ପିଠାଟି ଆରାମସେ ଉଠିଯିବ, ଆଉ ବେଶୀ ଚିପଚିପା ଲାଗିବନି କି ତାୱାରେ ବି ଲାଗିବନି। ମଝିରେ ମଝିରେ ସ୍ମୁଥନେସ୍ ପାଇଁ ଟିକେ ପାଣି ବି ଦେଇଦେଉଥିବେ, ଯାହାଫଳରେ ପିଠାଟିର ସ୍ମୁଥନେସ୍ ଆସିବ ଆଉ ଭଲ ଫ୍ଲପି ବି ହେବ। ମୁଁ ଏଇଭଳି 2ରୁ 4 ଖଣ୍ଡ ପିଠା କରିଦେଇଥିଲି ଏବଂ ଆମର ତ ଏଠି ବାହାରେ ପୋଖରୀ କି ଗାଡ଼ିଆ କିଛି ନାହିଁ, ତ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପୂଜା କରିଦେଇଥିଲି। ସାଙ୍ଗମାନେ କିଛି ଖରାପ କମେଣ୍ଟ କରିବେନି କି ମୋ ମୁଣ୍ଡରେ କାହିଁ ଓଢ଼ଣା ନାହିଁ। ମୁଁ ଜାଣିଛି ଓଡ଼ିଆ ଘରେ ପୂଜା କଲା ବେଳେ ମୁଣ୍ଡରେ ସବୁବେଳେ ଓଢ଼ଣା ଦେବା ନିହାତି ଦରକାର, କିନ୍ତୁ କ'ଣ କରିବା ସାଙ୍ଗମାନେ, ମୋର ଗୋଟେ ଛୋଟ ଛୁଆଟି ଅଛି, ସେ ଓଢ଼ଣାଟାକୁ ନେଇ ବୋଉ ବୋଉ ହେଇକି ଖେଳୁଛି। ଆଉ ଛୋଟ ଛୁଆଙ୍କୁ ତ କନ୍ଦେଇ ପୂଜା କରିହେବନି ନା, ସେଥିପାଇଁ ମୁଁ ବିନା ଓଢ଼ଣାରେ ଆଜି ପୂଜା କରିଦେଲି। ଜୟ ଶ୍ରୀ ଜଗନ୍ନାଥ। ରହୁଛି। ଆଶା କରୁଛି ଆପଣଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥିବ।